ମାର୍କଣା ବସ୍ଷ୍ଟାଣ୍ଡ ବଜାର ନିକଟରେ ମହିଳାଙ୍କ ଗାଡ଼ିର ଟିକି ଭାଙ୍ଗି ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଥିବାର ଜଣାଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଆନନ୍ଦପୁର ଗ୍ରାମର ଗୋପାଳ ଦାସଙ୍କ ସ୍ତ୍ରୀ ସୁଚିସ୍ମିତା ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ମାର୍କଣା ଷ୍ଟେଟ୍ ବ୍ୟାଙ୍କରୁ 49,900 ଟଙ୍କା ଉଠାଣ କରି ନିଜ ସ୍କୁଟିରେ ରଖି ମାର୍କଣା ବସ୍ଷ୍ଟାଣ୍ଡରେ ଥିବା ଏକ ମିଠା ଦୋକାନକୁ ମିଠା ଆଣିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ତାଙ୍କ ସ୍କୁଟିର ଡିକି ଭାଙ୍ଗି କେହି ଦୁର୍ବୃତ୍ତ ସେହି ଟଙ୍କା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ। ଅନ୍ୟ ଉପାୟ କିଛି ନ ପାଇ ସୁଚିସ୍ମିତା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବାର ଜଣାଯାଇଛି।